କରୁଛନ୍ତି? ଜୟ ଜଗନ୍ନାଥ। ଦୁଃଖିଶା ମାର୍କା ଭୁବନେଶ୍ୱର। ପାରାକୁ ନେଇ ଗୋଟେ ସୁନ୍ଦର ପ୍ରତିଯୋଗିତା ହଉଥିଲା ଆଜି। ପିଗନ ଆସୋସିଏସନ ମାନେ ସବୁ ଥିଲେ, କଣ କେମିତି ଥିଲା କ୍ରାଇଟେରିଆ ଆଉ କେମିତି କଣ ଆପଣ ଜିନିଷକୁ ଦେଖୁଛନ୍ତି? ବହୁତ ଭଲ ହେଇଥିଲା ଆଜି ପ୍ରୋଗ୍ରାମଟା। ଭଲ ହେଇଥିବାରୁ ମତେ ବହୁତ ଭଲ ଲାଗିଲା। ଭାଇ ଆମର ରଖିଛନ୍ତି ଇଏ ତ ପାରା ରଖିଛନ୍ତି, ଆମ ଘରଠିକି କେତେବେଳେ ଯିବେ ଦେଖିବେ ପାରା ଏତେ ମାନେ ପରିଶ୍ରମ କରି ରଖୁଛନ୍ତି। ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ପାରାକୁ ଏତେ ଯତ୍ନରେ ରଖୁଛନ୍ତି, ଏମିତି ରଖିବା ମୁଁ ଭାବୁଛି ବହୁତ କମ ଥବ ଓଡିଶାରେ। ନିଶ୍ଚିନ୍ତ ନିଶ୍ଚିନ୍ତ ତାଙ୍କରି ଘରେ ବି ଅଛନ୍ତି ସେ ପାରା, ତାଙ୍କ ଘରେ ବି ବହୁତ ଭଲ ପାରା। ଆର କିଛି ଆଜ୍ଞା ମୂଲ୍ୟ ନଥାଏ। ବେଳେବେଳେ ସେତିକି ସମ୍ପର୍କ ଅଛି ଆପଣଙ୍କର ମୋର, ବେଳେବେଳେ ମାଗଣା ଦେଇପାରିବି ଆପଣ ଗୋଟେ ମାଗଣା ଗୋଟେ ଆଣିପାରିବେ। ଏମିତି ମୋ ସକଟାକୁ ଆପଣ ପାରା କିଣିବା ହେଉଛି ସକ୍ କିଣିବା, ସେ ସକଟାକୁ କାହାର କିଏ କେତେ କିଣିପାରିବା ସେଇଟା ପାରା ବିଜନେସ୍ ନୁହଁ, ଗୋଟେ ସକ ରଖୁଛି କାହାର କଣ ଗୋଟେ ଦରକାର ପଇଲା କିଏ କଣ ଦବା ପାଇଁ ଚାହିଁଲା ଟାଇମ୍ ଦେଇପାରିଲେନି, ସପୋଜ କଣ କରିଦବା ଚାହିଁଲା, ସେଇ ଷ୍ଟେଜରେ ପାରା କିଣା ବେକା ହୁଏ। ବାସ୍ ହଁ ସେଟା ମେନ୍ ଜିନିଷ, ଉଡିବା କ୍ଷମତାକୁ ନେଇକି ହିଁ ପାରାଙ୍କର କ୍ୱାଲିଟି ମେଣ୍ଟେନ୍। ଉଡିବା ତାଙ୍କୁ ଦେଖିବା ତାଙ୍କ ଚାଲି ଚଳନ ଷ୍ଟ୍ରକ୍ଚର ସବୁ ଦେଖିକିରି ପାରାଙ୍କର ବ୍ଲଡ ଲାଇନ୍ ଦେଖିକି ପାରାଙ୍କର ରେଟିଂ ହୁଏ। ନାଇଟ୍ ଚମ୍ପିୟନ ଯୋଉଟା ମାନେ ବିଶ୍ୱରେ କେହି କରିନଥିଲେ, ସେଇଟା ଆପଣ କରିଥିଲେ। ଲାଇଟ୍ ଲଗେଇ ପାରା ଉଡେଇଥିଲେ, ଗୋଟେ ନିଆଁ। ଓଡିଶାରେ ପ୍ରଥମ ନାଇଟ୍ ରେ ଉଡେଇବା ବିଲିସା ମାଥା ଅଲ ଓଡିଶା ଜାଣିଛ, ଅଲରେଡି ଅଲ ଇଣ୍ଡିଆରେ ବି ଜାଣିଛନ୍ତି ବିଲିସା ମାଥା। ରାତିରେ ପାରା ଉଡେଇଥିଲେ, କେମିତି କଣ ସମସ୍ତେ ଆସିଲେ? ରାତିରେ ପାରା ଯେତେବେଳେ ଦିନରେ ଉଡିଲେ ରାତିରେ ଓହ୍ଲେଇଲେ, ତାପରେ ତାଙ୍କୁ ଟେଷ୍ଟ କରାହେଲା ରାତିରେ ଆକ୍ଚୁଆଲି ଉଡୁଛନ୍ତି ନା ନାହିଁ। ରାତିରେ କିନ୍ତୁ ଠିକ ସେରେ ଉଡିଲେ, ଘରେ ଲ୍ୟାଣ୍ଡିଂ କଲେ ଠିକ ସେରେ, ଯେମିତି ଦିନ ବେଳିଆ ଟ୍ରେନିଂ ନେଇକି ଉଡିଲେ, ଆରାମସରେ ଉଡିଲେ ଦିନ ବେଳିଆ। ତାହେଲେ ଆମେ ଦେଖୁଛେ ରାତିରେ ପାରା ମାନେ ଯୋଉଠି ବସନ୍ତି କୁଆଡେ ଯାଆନ୍ତିନି, ତାକୁ ଦେଖାଯାଏ। ନାଇଁ 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 ସେଇଟା ଭ୍ରାନ୍ତ ଭୁଲ ସେଟା। ପାରା ରାତିରେ ଦେଖିବେ ଲାଇଟ୍ ନଥିଲେ ବି ପାରା ଘରେ ଓହ୍ଲେଇବେ।